ଭକ୍ତର ବିଶ୍ୱାସ ହିଁ ଭଗବାନ। ଚାଲନ୍ତୁ ଏହା ଉପରେ ଗୋଟେ କାହାଣୀ ଶୁଣିବା, ଆଧ୍ୟାତ୍ମିକ କାହାଣୀ। ଭାରତର ଏକ ଛୋଟ ଗାଁରେ ରମେଶ ନାମକ ଜଣେ ଗରିବ ଚାଷୀ ରହୁଥିଲେ। ପ୍ରତିଦିନ ସେ କ୍ଷେତରେ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ଖରାପ ପାଗ ଯୋଗୁଁ ତାଙ୍କର ଫସଲ ପ୍ରାୟତଃ ନଷ୍ଟ ହେଉଥିଲା। ସମସ୍ତେ ଅସୁବିଧା ସତ୍ତ୍ୱେ ରମେଶଙ୍କର ଭଗବାନ ଶିବଙ୍କ ଉପରେ ଅଟଳ ବିଶ୍ୱାସ ଥିଲା। ପ୍ରତ୍ୟେକ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ସେ ପୁରୁଣା ଗାଁର ମନ୍ଦିରକୁ ଚାଲି ଯାଉଥିଲେ ଏବଂ ଶିବଲିଙ୍ଗରେ ପାଣି ଏବଂ କିଛି ଫୁଲ ଅର୍ପଣ କରୁଥିଲେ। କେତେବେଳେ ତାଙ୍କ ଘରେ ଖାଦ୍ୟ ନଥାଏ, ତଥାପି ସେ କେବେ ତାଙ୍କ ପ୍ରାର୍ଥନାରୁ ବଞ୍ଚି ଯାଉନଥିଲେ। ଗ୍ରାମର ଲୋକମାନେ ପ୍ରାୟତଃ ତାଙ୍କୁ ହସୁଥିଲେ। ରମେଶ, ତୁମର ଭଗବାନ କେବେ ତୁମକୁ ସାହାଯ୍ୟ କରନ୍ତି ନାହିଁ, ସେ ଏମିତି କହୁଥିଲେ। ପ୍ରାର୍ଥନା କରି ସମୟ ନଷ୍ଟ କାହିଁକି କରୁଛ? କିନ୍ତୁ ରମେଶ ସବୁବେଳେ ହସି ଉତ୍ତର ଦେଉଥିଲେ, ଭଗବାନ ଯେଉଁମାନଙ୍କୁ ଭଲ ପାଆନ୍ତି ସେମାନଙ୍କୁ ପରୀକ୍ଷା କରନ୍ତି। ଗୋଟିଏ ବର୍ଷ ଗାଁରେ ଏକ ଭୟଙ୍କର ମରୁଡ଼ି ପଡ଼ିଲା। ଫସଲ ଶୁଖିଗଲା, କୂଅ ଖାଲି ହୋଇଗଲା ଏବଂ ଅନେକ ଗ୍ରାମବାସୀ କାମ ଖୋଜିବାକୁ ଚାଲିଗଲେ। ରମେଶ ମଧ୍ୟ ସଂଘର୍ଷ କଲେ, କିନ୍ତୁ ତାଙ୍କର ବିଶ୍ୱାସ କେବେ ଦୁର୍ବଳ ହୋଇନଥିଲା। ଗୋଟେ ରାତିରେ ମନ୍ଦିର ପ୍ରସଙ୍ଗରେ ଶୋଇବା ସମୟରେ ରମେଶ ଏକ ଅଜବ ସ୍ୱପ୍ନ ଦେଖିଲେ। ସ୍ୱପ୍ନରେ ଭଗବାନ ଶିବ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ। ଶିବ ଧୀରେ କହିଲେ, ରମେଶ, କାଲି ତୁମ କ୍ଷେତ ପାଖରେ ଥିବା ପୁରୁଣା ବଟଗଛ ତଳେ ଖୋଳିବ। ରମେଶ ଆଶ୍ଚର୍ଯ୍ୟ ହୋଇ ଉଠିଲେ, କିନ୍ତୁ ଆଶାରେ ପରିପୂର୍ଣ୍ଣ ହେଲେ। ପରଦିନ ସକାଳେ ସେ ବଟଗଛ ପାଖକୁ ଯାଇ ଖୋଳିବା ଆରମ୍ଭ କଲେ। ଗାଁ ଲୋକମାନେ ପୁଣି ତାଙ୍କୁ ଦେଖି ହସିଲେ। ତୁମେ ଏବେ କ'ଣ କରୁଛ? ସେମାନେ ପରିହାସ କଲେ, କିନ୍ତୁ ରମେଶ ବିଶ୍ୱାସ ସହିତ ଖୋଳିବା ଜାରି ରଖିଲେ। କିଛି ଘଣ୍ଟା ପରେ ତାଙ୍କର କୋଦାଳ କିଛି ଜୋରରେ ଆଘାତ କଲା। ଯେତେବେଳେ ସେ ମାଟି ସଫା କଲେ, ସେ ସୁନା ମୁଦ୍ରା ଭର୍ତ୍ତି ଏକ ପୁରୁଣା ମାଟି ପାତ୍ର ଦେଖିଲେ। ଧନ ସେଠାରେ ବନ୍ଦ ହେଇ ବର୍ଷ ଧରି ପୋତା ଯାଇଛି। ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଗଲେ। ରମେଶ ହାତ ଯୋଡ଼ି ମନ୍ଦିର ଆଡ଼କୁ ଚାହିଁଲେ। କୃତଜ୍ଞତାର ଲୁହ ତାଙ୍କ ଆଖିରେ ଭରିଗଲା। ସେ ଧୀରେ କହିଲେ, ଭଗବାନ କେବେ ବି ପ୍ରକୃତ ଭକ୍ତଙ୍କୁ ଅଣଦେଖା କରନ୍ତି ନାହିଁ। ସେ କେବଳ ସଠିକ୍ ସମୟ ପାଇଁ ଅପେକ୍ଷା କରନ୍ତି। ସେହି ଦିନଠାରୁ ରମେଶ ଗରିବ ଗ୍ରାମବାସୀଙ୍କୁ ସାହାଯ୍ୟ କଲେ ଏବଂ ଭଗବାନ ଶିବଙ୍କ ପୁରୁଣା ମନ୍ଦିର ମରାମତି କଲେ। ଆପଣମାନେ ଦେଖିଲେ ତ, ଭକ୍ତର ବିଶ୍ୱାସ ହିଁ ସବୁକିଛି। ଭକ୍ତର ବିଶ୍ୱାସ ହିଁ ଭଗବାନ। ଆଶା କରୁଛି ଆପଣଙ୍କୁ ଏଇ ଆଧ୍ୟାତ୍ମିକ କାହାଣୀ ଭଲ ଲାଗିଥିବ। ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଯଦି ଏଇଭଳି କାହାଣୀ ଶୁଣିବା ପାଇଁ ଚାହୁଁଛନ୍ତି।